नमस्कार ମୁଁ ମୀନାକ୍ଷୀ ଚାଲନ୍ତୁ ନଜର ପକାଇବା ଖବର ଉପରେ। ଆପଣଙ୍କୁ ଯଦି ଭିଡିଓଟି ମୋର ଭଲ ଲାଗେ ଆପଣ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ମୁଖ୍ୟମନ୍ତ୍ରୀ ରହିବେ କେଜରିୱାଲ, ପଦବୀରୁ ହଟାଇବା ଆବେଦନ ଖାରଜ କଲେ ହାଇକୋର୍ଟ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏହି ପଦବୀରୁ ହଟାଇବା ପାଇଁ ହାଇକୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି। କେଜରିୱାଲଙ୍କ ପାଇଁ ଏହା ଏକ ବଡ଼ ଆଇନଗତ ରିଲିଫ୍ ଭାବେ ବିବେଚନା କରାଯାଇଛି। ଏହି ମାମଲାରେ ନ୍ୟାୟିକ ହସ୍ତକ୍ଷେପର କୌଣସି ଆବଶ୍ୟକତା ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ରାଜନୈତିକ ପ୍ରସଙ୍ଗରେ ଆମେ ନ୍ୟାୟିକ ସମୀକ୍ଷା କରିପାରିବୁ ନାହିଁ। ବିରଜାଙ୍କ ଦର୍ଶନ କଲେ ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କୁ ଦର୍ଶନ କରି ଆଶୀଷ ଲାଭ କଲେ ଯାଜପୁରର ବିଧାୟକ ତଥା ସମ୍ବଲପୁର ବିଜେଡି ଲୋକସଭା ପାଇଁ ସାଂସଦ ପ୍ରାର୍ଥୀ ଭାବେ ଘୋଷଣା ହୋଇଥିବା ପ୍ରଣବ ପ୍ରକାଶ ଦାସ। ଆଜି ତାଙ୍କୁ ଭବ୍ୟ ସ୍ୱାଗତ ସହ ବାଣ ବାଜା ବଜାଇ ମାଙ୍କ ମନ୍ଦିର ପାଖକୁ ପାଛୋଟି ନେଇଥିଲେ ଲୋକେ। ପରେ ମାଙ୍କ ପାଖରେ ପୂଜା ଅର୍ଚ୍ଚନା ସାରି ସେ ସମ୍ବଲପୁର ମଇଦାନକୁ ଓହ୍ଲାଇଛନ୍ତି। ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା, ଭର୍ତ୍ତୃହରି ସିଦ୍ଧାନ୍ତ ଦମୟନ୍ତୀ ବିଜେପିରେ ଯୋଗ ଦେଇପାରନ୍ତି। ବିଜେଡିରୁ ଇସ୍ତଫା ଦେଇଥିବା ସାଂସଦ ଭର୍ତ୍ତୃହରି ମହତାବ ସିଦ୍ଧାନ୍ତ ମହାପାତ୍ର ଗୁରୁବାର ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଜାତୀୟ ଗଣମାଧ୍ୟମ ସଂସ୍ଥା ଏଏନ୍ଆଇ ସମେତ ଅନ୍ୟ ନ୍ୟୁଜ୍ ଏଜେନ୍ସିରେ ଏହି ଖବର ପ୍ରକାଶ ପାଇଛି। ଏହା ସହିତ ମୟୂରଭଞ୍ଜର ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ମଧ୍ୟ ବିଜେପିରେ ଯୋଗ ଦେଇପାରନ୍ତି। ଲାଓସରେ ଫସିଛନ୍ତି 17 ଓଡ଼ିଆ ଶ୍ରମିକ, ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ। ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଲାଓସରେ ଫସିଥିବା 17 ଜଣ ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାରତ ଫେରାଇ ଆଣିବା ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କ ହସ୍ତକ୍ଷେପ କରିବାକୁ ଏକ ଚିଠି ଲେଖି ନିବେଦନ କରିଛନ୍ତି। ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଆଳି ରାଜନଗର ନିର୍ବାଚନ ମଣ୍ଡଳୀର 11 ଜଣ, ଢେଙ୍କାନାଳରୁ ଜଣେ, କେନ୍ଦୁଝରରୁ ଜଣେ ଓ ଯାଜପୁରରୁ 4 ଜଣ ଶ୍ରମିକ ରୋଜଗାର ଆଶାରେ ଲାଓସ ଯାଇଥିଲେ। ଏପ୍ରିଲ 1 ଯାଏଁ ବଢ଼ିଲା କେଜରିୱାଲଙ୍କ ଇଡି ରିମାଣ୍ଡ। ଏପ୍ରିଲ 1 ଯାଏଁ ବଢ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଇଡି ରିମାଣ୍ଡ। ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗୁରୁବାର ଅପରାହ୍ନରେ ଇଡି ଟିମ୍ ରାଉସ ଆଭିନ୍ୟୁରେ କୋର୍ଟରେ ହାଜର କରିଥିଲା। ସେଠାରେ ଉଭୟ ଇଡି ଏବଂ କେଜରିୱାଲଙ୍କ ଓକିଲଙ୍କ ମଧ୍ୟରେ ଯୁକ୍ତି ହୋଇଥିବା ଦେଖିବାକୁ ମିଳିଥିଲା। ଯୁକ୍ତି ଶୁଣିବା ପରେ କୋର୍ଟ କେଜରିୱାଲଙ୍କ ଇଡି ରିମାଣ୍ଡକୁ ଆହୁରି 5 ଦିନ ବଢ଼ାଇ ଦେଇଛନ୍ତି। ଇଣ୍ଡିଆନ୍ ଅଏଲ ପେଟ୍ରୋଲ ପମ୍ପରେ ରହିବ ଇଲେକ୍ଟ୍ରିକ୍ ଗାଡ଼ି ଚାର୍ଜର। ଇଲେକ୍ଟ୍ରିକ୍ କାର୍ କ୍ରେତାଙ୍କ ପାଇଁ ଖୁସି ଖବର। ଆଗାମୀ ଦିନରେ ସେମାନଙ୍କୁ କାର୍ ଚାର୍ଜ କରିବାର ଟେନସନ୍ ନେବାକୁ ପଡ଼ିବ ନାହିଁ। ରାଷ୍ଟ୍ରାୟତ୍ତ ତେଲ ବିପଣନ କମ୍ପାନୀ ଇଣ୍ଡିଆନ୍ ଅଏଲ କର୍ପୋରେସନ ଦେଶର 1400 ପେଟ୍ରୋଲ ପମ୍ପରେ ଚାର୍ଜିଂ ଷ୍ଟେସନ ସ୍ଥାପନ କରିବ। ଆଇଓସି ଏହି ଚାର୍ଜିଂ ଷ୍ଟେସନ ସ୍ଥାପନ ପାଇଁ ଜେଟୱାରଙ୍କୁ ଠିକା ଦେଇଛନ୍ତି। ଆଇଓସି 6,000 ଚାର୍ଜର ପାଇଁ ଟେଣ୍ଡର ଜାରି କରିଥିଲା। ଏଥିରେ ଦେଶର 40 ଜଣ ଇଲେକ୍ଟ୍ରିକ୍ ଯାନ ଯୋଗାଣକାରୀ ସାମିଲ ହୋଇଥିଲେ। ଭାରତର ଆଧୁନିକ ଲଢୁଆ ବିମାନ ତେଜସ୍ ମାକ୍-1ଏର ସଫଳ ପରୀକ୍ଷଣ। ଭାରତୀୟ ବାୟୁସେନାର ନୂଆ ଲଢୁଆ ବିମାନ ତେଜସ୍ ମାକ୍-1ଏର ଗୁରୁବାର ବେଙ୍ଗାଲୁରୁରୁ ଏହାର ପ୍ରଥମ ଉଡ଼ାଣ ସଫଳତାର ଶେଷ କରିଛି। ବେଙ୍ଗାଲୁରୁ ସ୍ଥିତ ଡିଆରଡିଓ ଲ୍ୟାବରେ ଏରୋନଟିକାଲ ଡେଭଲପମେଣ୍ଟ ଏଜେନ୍ସି ଏହାକୁ ବିକଶିତ କରିଛି। ଗତ କିଛି ଦିନ ହେବ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ କାରଖାନାରେ ଏହାର ଟ୍ୟାକ୍ସି ଟ୍ରାଏଲ୍ ଚାଲିଥିଲା। ତେଜସ୍ ମାର୍କ-1ଏର ପ୍ରଥମ ଉଡ଼ାଣ 18 ମିନିଟ୍ ଧରି ଚାଲିଥିଲା ଏବଂ ହାଲର ମୁଖ୍ୟ ଟେଷ୍ଟ ପାଇଲଟ ଫିକ୍ସଡ୍ ୱିଙ୍ଗ ଗ୍ରୁପ୍ କ୍ୟାପ୍ଟେନ୍ ଅବସରପ୍ରାପ୍ତ କେକେ ବେଣୁଗୋପାଳ ଏହାକୁ ପରିଚାଳନା କରିଥିଲେ। ଧରାପଡ଼ିଲା ଜାଲନୋଟ କାରବାର, ଲକ୍ଷେ 37,000 ଜବତ, 2 ଗିରଫ। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଭଇଁସା ଗ୍ରାମରେ ଜାଲନୋଟ କାରବାର ଚାଲିଥିବା ଜଣାପଡ଼ିଛି।
ଏଥିରେ ସମ୍ପୃକ୍ତ 2 ଜଣଙ୍କୁ ଗିରଫ କରିବା ସହ 1,37,000 ଜାଲ୍ ନୋଟ୍ ଓ କମ୍ପ୍ୟୁଟର, ପ୍ରିଣ୍ଟର, ପେପର ଓ କାଳି ଆଦି ଜବତ କରାଯାଇଥିବା ପୁଲିସ ସୂଚନା ଦେଇଛି। 238 ଥର ନିର୍ବାଚନ ହାରି ପୁଣି ଲୋକସଭା ନିର୍ବାଚନ ପାଇଁ ଟିକେଟ ପାଇଥିବା ବୃଦ୍ଧଙ୍କ ପ୍ରତିକ୍ରିୟା। ଲୋକସଭା ନିର୍ବାଚନ 2024 ଧୀରେ ଧୀରେ ପାଖେଇ ଆସିଲାଣି। ବିଭିନ୍ନ ଦଳ ସେମାନଙ୍କ ପ୍ରାର୍ଥୀ ତାଲିକା ବି ଘୋଷଣା କରିସାରିଛନ୍ତି। ପ୍ରାର୍ଥୀ ତାଲିକା ଘୋଷଣା ପରେ ନେତା, ମନ୍ତ୍ରୀ, କଳାକାର, ବ୍ୟବସାୟୀ, ଶିଳ୍ପପତି ଓ ସାଧାରଣ ଲୋକଙ୍କ ମଧ୍ୟରେ ନିର୍ବାଚନକୁ ନେଇ ଏକ ପ୍ରକାର ଉତ୍ସାହ ଦେଖିବାକୁ ମିଳିଛି। ଏହି କ୍ରମରେ ତାମିଲନାଡୁର ରାଜନୀତି ପ୍ରେମୀ ବୃଦ୍ଧ କେ ପଦ୍ମରାଜନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। କାରଣ ଉକ୍ତ ବୃଦ୍ଧ ଜଣକ 238 ଥର ନିର୍ବାଚନ ହାରିଥିବା ବେଳେ ଚଳିତ ଥର ଧର୍ମପୁରୀ ଜିଲ୍ଲାର ସଂସଦୀୟ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜଣାପଡ଼ିଛି। ଏହି ଆସନରେ ଏପ୍ରିଲ 19ରେ ଭୋଟ ହେବାକୁ ଯାଉଛି। ଭାରତର ସବୁଠାରୁ ଅସଫଳ ପ୍ରାର୍ଥୀ ଭାବରେ ପଦ୍ମରାଜନଙ୍କ ନାମ ଲିଷ୍ଟ ଅଫ୍ ରେକର୍ଡ ମଧ୍ୟ ପାଇଛି। 30,000 ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଜିଏସ୍ଟି ଅଧିକାରୀ। ଭିଜିଲାନ୍ସ ଜାଲରେ ଜିଏସ୍ଟି ଅଧିକାରୀ ମାନସ ରଞ୍ଜନ ବେହେରା 30,000 ଟଙ୍କାର ଲାଞ୍ଚ ନେବା ବେଳେ ମାନସକୁ କାବୁ କରିଛି ଭିଜିଲାନ୍ସ। ପୁରୀ ଜିଲ୍ଲା ସ୍କୁଲ ସମ୍ମୁଖରେ ପୁରୀର ସିଟିଓ ଆଣ୍ଡ ଜିଏସ୍ଟି ଏନଫୋର୍ସମେଣ୍ଟ ୟୁନିଟର ଅଧିକାରୀଙ୍କୁ ଲାଞ୍ଚ ନେବା ବେଳେ ଟ୍ରାକ୍ କରିବାରେ ସଫଳ ହୋଇଛି ଭିଜିଲାନ୍ସ ୟୁନିଟ।